ଅଧା ଅଧା ହେଉଛି ତ ଆମର ସବୁ। ବାବା ନମସ୍କାର। ନମସ୍କାର। ବାବା ମୋର 35 ବର୍ଷ ହେଲାଣି ବୁଝିପାରୁନି, ସମସ୍ତେ କହୁଛନ୍ତି ମଣିଷ ଦେହରେ ଭଗବାନ, ମୁଁ ତ କାହିଁ କେବେ କୋଉଠି ଭଗବାନ କାହା ଦେହରେ ଦେଖିପାରୁନି। ଆରେ ସକଳ ଘଟେ ନାରାୟଣ ଆଜ୍ଞା ଅନାଦି ପରମ କାରଣ। ଆଜ୍ଞା ମାନେ ଭଗବାନ ମଣିଷଙ୍କ ମାନେ ସେଇ ପବନ ଭଳି ରହିଛନ୍ତି। ଆଜ୍ଞା ସକଳ ଘଟେ ନାରାୟଣ ମାନେ ନାରାୟଣର ଅନ୍ୟ ନାମ ହେଲା ପବନ। ସେ ଅଦୃଶ୍ୟରେ ରହିଛି। ତ ଗୋଟେ ହରିଣ ଜାଣିନୁ ନା ଟୋଟାଲ ସିଏ ସେଇ ଯୋଉ କସ୍ତୁରୀଟା ଯୋଉ ବାସ୍ନା କସ୍ତୁରୀଟା ଯୋଉଟା ଜଗନ୍ନାଥଙ୍କ ଭଳିଆ ଲୋକ ପାଇଲା କ୍ଷଣି ସେ କେତେ ସନ୍ତୁଷ୍ଟ ତାଙ୍କ ନିଦ ହେଇଯାଏ। କସ୍ତୁରୀ ଚୁଆ ଚନ୍ଦନର ଯୋଉ ଅଛି ତାକୁ କଣ କରେ ନା ହରିଣ ଖୋଜି ବୁଲେ, ଜଙ୍ଗଲ ତାଲା ଖୋଜି 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 ଫେରେ ଆସି ଭଗବାନ କଣ ହରିଣ ଭିତରେ ଅଛନ୍ତି? ନା ହରିଣ ଭିତରେ ସେଇ ସଦୃଶ୍ୟଟା ମୁଁ ବୁଝଉଛି। ଆଜ୍ଞା ହରିଣ ଭିତରେ କସ୍ତୁରୀ ରହୁଛି, ଆଜ୍ଞା। କିନ୍ତୁ କସ୍ତୁରୀଟା ସେ ଖୋଜି ଖୋଜି ପାଉନି। ସେ ସାରା ଜଙ୍ଗଲ ଖୋଜି ବୁଲୁଛି। ନୟାନ୍ତ ହେଇଗଲା ପରେ ଆରେ କୋଉଠି ସେ ବାସନାଟା ଆଉଛି, କିନ୍ତୁ ତାରି ପେଟ ଭିତରେ ସେ କସ୍ତୁରୀଟା ଅଛି। ସେମିତି ମଣିଷଙ୍କ ହୃଦୟ ଭିତରେ ଯୋଉ ଯିବା ଆସିବା ଯୋଉ ହଉଛି ଆମର ଯିବା ଆସିବା ହଉଛି ପବନ, ସେ ହଉଛି ପ୍ରକୃତ ଭଗବାନ। ଓ ପବନ ସେ ଅଦୃଶ୍ୟ ହିସାବରେ ଆଜ୍ଞା ଲୋକଙ୍କ ଭିତରେ ପଶିକି ଅଛି। ସେ ଯାଉଛି ଆଉଛି। ଜଗନ୍ନାଥ ରହିଲେ ଆଜ୍ଞା ଜଗନ୍ନାଥ, ଆଜ୍ଞା ଯୋଉଠି ନ ରହିବେ ସେ ହେଲା ଜଗନ୍ନାଥ ଥିଲେ ସେ ହଉଛି ଜୀବ, ଆଜ୍ଞା। ଜଗନ୍ନାଥ ଯୋଉଠି ନ ରହିବେ ସେ ହଉଛି ଶବ। ଆଜ୍ଞା ସେଇ ତାହେଲେ ଆପଣ ମାନେ ବୁଝନ୍ତୁ, ମଣିଷ ଭିତରେ ପବନ ସେଇ ହେଲା ଭଗବାନ।